ବନ୍ଧୁମାନେ, ଆପଣଙ୍କ ମନ କେବେ କେବେ ବହୁତ ଅଶାନ୍ତ ହୁଏ କି? ଚିନ୍ତା, ଦୁଃଖ ଏବଂ ଟେନସନ୍ ଆପଣଙ୍କୁ ଘେରି ଧରେ କି? ଯଦି ହଁ, ତେବେ ଆଜିର ଏହି ବୁଦ୍ଧଙ୍କ ଛୋଟ କାହାଣୀ। ଥରେ ଭଗବାନ ବୁଦ୍ଧ ତାଙ୍କ ଶିଷ୍ୟଙ୍କ ସହିତ ଏକ ସହରରୁ ଅନ୍ୟ ସହରକୁ ଯାଉଥିଲେ। ଯାତ୍ରା ସମୟରେ ସେମାନେ ଏକ ହ୍ରଦ ପାଖରେ ବିଶ୍ରାମ କଲେ। ବୁଦ୍ଧ ତାଙ୍କ ଜଣେ ଶିଷ୍ୟଙ୍କୁ କହିଲେ, ମୋତେ ଶୋଷ ଲାଗୁଛି, ଦୟାକରି ସେହି ହ୍ରଦରୁ କିଛି ପାଣି ଆଣ। ଶିଷ୍ୟ ହ୍ରଦକୁ ଗଲେ, କିନ୍ତୁ ସେଠାରେ ପହଞ୍ଚି ସେ ଦେଖିଲେ ଯେ କିଛି ଲୋକ ପାଣିରେ କପଡ଼ା ଧୋଉଛନ୍ତି ଏବଂ ଏକ ବଳଦ ଗାଡ଼ି ମଧ୍ୟ ସେଠାରୁ ଯାଉଅଛି। ଫଳରେ ପାଣି ବହୁତ କାଦୁଅ ଏବଂ ମଇଳା ହୋଇଯାଇଛି। ଶିଷ୍ୟ ଭାବିଲେ, ଏମିତି ପାଣି ବୁଦ୍ଧଙ୍କୁ କିପରି ଦେବି? ସେ ଫେରି ଆସି କହିଲେ, ଭଗବାନ, ସେହି ପାଣି ପିଇବା ଯୋଗ୍ୟ ନୁହେଁ। ବୁଦ୍ଧ କିଛି କହିଲେ ନାହିଁ। ପ୍ରାୟ ଅଧଘଣ୍ଟା ପରେ ସେ ପୁଣି କହିଲେ, ପୁଣି ଥରେ ହ୍ରଦକୁ ଯାଅ ଏବଂ ପାଣି ଆଣ। ଶିଷ୍ୟ ପୁଣି ହ୍ରଦକୁ ଗଲେ। ଏଥର ସେ ଦେଖିଲେ ପାଣି ସମ୍ପୂର୍ଣ୍ଣ ସ୍ୱଚ୍ଛ ହୋଇଯାଇଛି। କାଦୁଅ ତଳେ ବସିଯାଇଛି ଏବଂ ଉପରେ ପାଣି ସଫା ହୋଇଯାଇଛି। ଶିଷ୍ୟ ପାଣି ଆଣି ବୁଦ୍ଧଙ୍କୁ ଦେଲେ। ତାପରେ ବୁଦ୍ଧ ହସି କହିଲେ, ତୁମେ ପାଣିକୁ ସଫା କରିବା ପାଇଁ କ'ଣ କଲ? ଶିଷ୍ୟ କହିଲେ, ମୁଁ କିଛି କରିନି। ବୁଦ୍ଧ କହିଲେ, ତୁମେ କେବଳ ଏହାକୁ ଏକା ଛାଡ଼ିଦେଲ ଏବଂ କାଦୁଅ ନିଜେ ତଳକୁ ବସିଗଲା। ମନ ମଧ୍ୟ ସେହିପରି। ଯେତେବେଳେ ମନ ଅଶାନ୍ତ ହୁଏ, ତାକୁ ଜୋର କରି ଶାନ୍ତ କରିବା ଦରକାର ନାହିଁ। କେବଳ କିଛି ସମୟ ଦିଅ, ମନ ନିଜେ ଶାନ୍ତ ହୋଇଯିବ। ବନ୍ଧୁମାନେ, ଜୀବନର ସବୁଠାରୁ ବଡ଼ ସମସ୍ୟା ହେଉଛି ଆମେ ପ୍ରତ୍ୟେକ ସମସ୍ୟାକୁ ତୁରନ୍ତ ସମାଧାନ କରିବାକୁ ଚାହୁଁ। କିନ୍ତୁ ବୁଦ୍ଧଙ୍କ ଶିକ୍ଷା ହେଉଛି କିଛି ସମୟ ସମସ୍ୟାକୁ ଛାଡ଼ିଦିଅ, ସମୟ ସେହି ସମସ୍ୟାକୁ ନିଜେ ସମାଧାନ କରିବ। ଯଦି ଏହି କାହାଣୀ ଭଲ ଲାଗିଥାଏ, ତେବେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖିନିଅନ୍ତୁ। ଧନ୍ୟବାଦ।